ଦେଖନ୍ତୁ ମହାନଦୀ ଯେଉଁ ଜଳ ବିବାଦର ସମାଧାନ ଏଇ ସରକାର ଚାହିଁଲେ କରିପାରିବେ, ଯେହେତୁ କେନ୍ଦ୍ରରେ ବି ତାଙ୍କ ସରକାର ଅଛି, ଛତିଶଗଡ଼ରେ ବି ତାଙ୍କ ସରକାର ଅଛନ୍ତି, ଆଉ ସେମାନେ ଚାହିଁଲେ କରିପାରିବେ। କିନ୍ତୁ ମୁଁ ଦେଖୁଛି ଏମାନଙ୍କର ଇଚ୍ଛା ଶକ୍ତି ନାହିଁ ଏବଂ ଓଡ଼ିଶା ସରକାର ଯେଉଁ ବିଜେପି ନେତୃତ୍ୱାଧୀନ ସରକାର କେନ୍ଦ୍ର ଉପରେ ଚାପ ପକାଇ ପାରୁନି। କେନ୍ଦ୍ରମାନଙ୍କର ଜରିଆରେ ଛତିଶଗଡ଼କୁ ଯେଉଁ ପ୍ରକାର ଚାପ ପକାଇବା କଥା ଏବଂ ଓଡ଼ିଶାର ସ୍ୱାର୍ଥ ସାଧନ ପାଇଁ ସେମାନେ ଯେଉଁ ପ୍ରକାର ଦାବି ରଖିବା କଥା ଏ ସରକାର ସେଟା କରିପାରୁନି। ତେଣୁ ୟାକୁ ସେମାନେ କେବଳ ଆପୋଷ ସମାଧାନ ଭାବରେ କରିବା ବୋଲିକି ଯେଉଁ ଗୋଟେ ଚିନ୍ତାଧାରା କରିଛନ୍ତି, କିନ୍ତୁ ଆପଣ ଦେଖିବେ କିଛି ହେବନି, ଏମିତି ଗଡ଼ି ଚାଲିବ ଏବଂ ଛତିଶଗଡ଼ ତା'ର ମନମୁଖୀ କରିବ। ଏମାନେ ବିରୋଧୀ ଥିଲାବେଳେ ବଡ଼ ବଡ଼ କଥା କହୁଥିଲେ ଏବଂ ଆମ ଯେଉଁ ପୂର୍ବତନ ସରକାରକୁ ନିନ୍ଦିତ କରୁଥିଲେ, କିନ୍ତୁ ଆଜି ଦେଖାଯାଉଛି ଯେ ତାଙ୍କ ଦଳର ବିଜେପି ସରକାର ଛତିଶଗଡ଼ରେ ଥିଲାବେଳେ, କେନ୍ଦ୍ରରେ ତାଙ୍କ ସରକାର ଥିଲାବେଳେ ଏବଂ ଓଡ଼ିଶାରେ ଥିଲାବେଳେ ଓଡ଼ିଶାର ଯେଉଁ ନେତୃତ୍ୱ ନେଉଛନ୍ତି ଏବଂ ଯେଉଁ ସରକାରରେ ଅଛନ୍ତି ସେମାନେ ତାଙ୍କର ଇଚ୍ଛା ଶକ୍ତି ନାହିଁ ଏବଂ କେନ୍ଦ୍ରକୁ ମଧ୍ୟ ସେ ଅନୁସାରେ ଚାପ ପକାଇ ପାରୁନାହିଁ ଯେ ଏହାର ସମାଧାନ କେମିତି ହେବ ଏବଂ ଓଡ଼ିଶା ଯେଉଁ ଜଳ ବିବାଦ ଦୀର୍ଘ ଦିନରୁ ଲାଗି ରହିଛି କେମିତି ମହାନଦୀରେ ଆମର ଲୋକ ପାଣି ପାଇବେ ଏବଂ ଚାଷୀ ଉପକୃତ ହେବେ, ତେଲେରେ ତାଙ୍କର ଚିନ୍ତା ନାହିଁ। ସେମାନେ ଏମିତି ଗଡ଼େଇ ଗଡ଼େଇ ଚାଲିବେ, କିଛି କାର୍ଯ୍ୟ ହେବ ନାହିଁ। ନାଇଁ ନାଇଁ ଦେଖନ୍ତୁ, ଘଟଣାଟା ଯେଉଁ ଦିନରେ ବି ହେଉ, ସେ 5 ବର୍ଷ ତଳର ହେଉ କିମ୍ବା 10 ବର୍ଷ ତଳର ହେଉ, ଗୋଟେ ଘଟଣା ଘଟିଛି ମାନେ ତା ଉପରେ ସବୁ ତଥ୍ୟ ଦେବାର ଅସୁବିଧା କ'ଣ? ତୁମେ ଯେତେବେଳେ ସତ୍ୟପାଠ ଦାଖଲ କରୁଛ ସେତେବେଳେ 7 ଲକ୍ଷ ନା 8 ଲକ୍ଷ ତୁମେ ଦେଖିଥିଲ, ପୁଣି ପରବର୍ତ୍ତୀ ସମୟରେ 25 ଲକ୍ଷ ଟଙ୍କା କେଉଁଠି ଆସିଲା ତା'ର ତଥ୍ୟ ପ୍ରଦାନ କର। ତୁମେ ଆଜି ଶାସନରେ ଅଛ, ଗୋଟେ ମନ୍ତ୍ରୀ ପଦରେ ଅଛ, ଯଦି ସ୍ୱଚ୍ଛ ତୁମେ ରହୁନ, ଲୋକଙ୍କୁ ଆଖି ହାତ ଦେଖିବା ପୂର୍ବରୁ ନିଜେ ତୁମେ କେତେ ସ୍ୱଚ୍ଛ ଅଛ ସେଇଟା ତୁମେ ମାନେ କରିକି ଦେଖାଇବା ଉଚିତ। ଯେହେତୁ ତୁମେ ଆଇନ ତିଆରି କରୁଛ, ଆଇନର ପ୍ରଣୟନକର୍ତ୍ତା, ଯଦି ଆମେ ସେ ପ୍ରକାର ଭୁଲ କରିବା ତାହେଲେ ଆମେ ସାଧାରଣ ଜନତାକୁ କେମିତି ଆମେ କହିବା ଯେ ତୁମେ ଭୁଲ କରିଛ ବୋଲିକିରି? ତୁମେ ଯେଉଁ ଭୁଲଟା କରିଛ, କେଉଁ ପ୍ରକାର ଭୁଲ, ଯଦି ଠିକ୍ କରିଛ ତାହେଲେ ତାର ଜବାବ ଦିଅ ଯେ ଆମେ ଏଇ ସୂତ୍ରରୁ ଆଣିଛୁ କି କୌଣସି ଗୋଟେ ତୁମର ଯାହା ବି ଭୁଲ ରହିଛି ସେ ଭୁଲ ମଧ୍ୟ ତୁମେ ସ୍ୱୀକାର କର।